ପିଲାମାନେ ସମସ୍ତେ କେମିତି ଅଛ? ଆଶା କରୁଛି ଭଲରେ ଥିବ। ପିଲାମାନେ ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ସଂଖ୍ୟା ବ୍ୟବହାର କରିଥାଉ, ଯେପରି ଗଣନ ସଂଖ୍ୟା, ସ୍ୱାଭାବିକ ସଂଖ୍ୟା, ପୂର୍ଣ୍ଣ ସଂଖ୍ୟା ଏବଂ ଭଗ୍ନ ସଂଖ୍ୟା ଇତ୍ୟାଦି। ପିଲାମାନେ ତୁମେ ଆଗରୁ ଭଗ୍ନ ସଂଖ୍ୟାର ଯୋଗ, ବିଯୋଗ, ଗୁଣନ ଇତ୍ୟାଦି ବିଷୟରେ ଅବଗତ ଅଛ। ଆଜି ଆମେ ଭଗ୍ନ ସଂଖ୍ୟାର ଭାଗକ୍ରିୟା ବିଷୟରେ କିଛି ଅଧ୍ୟୟନ କରିବା। ପିଲାମାନେ ଆଜି ଆମେ ଭଗ୍ନ ସଂଖ୍ୟାର ଭାଗକ୍ରିୟା ବିଷୟରେ ପଢ଼ିବା। ତା ପୂର୍ବରୁ ଏହି ଚିତ୍ର ଗୁଡ଼ିକୁ ଦେଖ। ଏହି ଚିତ୍ରରେ ଗୋଟିଏ ଚକୋଲେଟକୁ ସମାନ 8 ଭାଗରେ ଭାଗ କରାଯାଇଛି। ପିଲାଟିଏ ଗୋଟିଏ କେକ୍କୁ ସମାନ 2 ଭାଗ କରି ରଖିଛି, ଯାହାକି 1/2 ଅଂଶ ଅଟେ। ଏଠାରେ ଗୋଟିଏ ବୃତ୍ତକୁ ସମାନ 2 ଭାଗରେ ଭାଗ କରାଯାଇଛି, ଯାହାର ପ୍ରତ୍ୟେକ ଭାଗକୁ ଆମେ 1/2 ଅଂଶ ଦ୍ୱାରା ସୂଚିତ କରିଛୁ। ଏହାର ଅର୍ଥ ହେଲା 1କୁ 2 ଭାଗ କରାଯାଇଛି, ଯେଉଁଥିରେ 2 ଗୋଟି 1/2 ଅଛି। ଏଥିରୁ ଆମେ ଜାଣିଲେ ଯେ 1ରେ 1/2 2 ଥର ଆସୁଅଛି। ଏହି ଚିତ୍ରରେ ମଧ୍ୟ 1/3 3 ଥର ଅଛି। ଏକ ଚିତ୍ର ଦେଖିବା ଯେଉଁଥିରେ 1/4 4 ଥର ଅଛି। ଏଠାରେ ତୁମେ ଗୋଟିଏ ଚିତ୍ର ସହ 1/2 ହରଣ 6 ସମାନ 1/12 ଲେଖାଥିବାର ଦେଖିପାରୁଛ। ଆସ ଜାଣିବା ଏହା କିପରି ହେଲା। ଆମେ ଚିତ୍ରଟିକୁ ଲକ୍ଷ୍ୟ କଲେ ଜାଣିବା ଯେ ଚିତ୍ରରେ ଥିବା ପିଜ୍ଜାକୁ ପ୍ରଥମେ ସମାନ 2 ଭାଗରେ ଭାଗ କରି ଦିଆଯାଇଛି, ଯାହାକି 1/2 ଅଂଶ ଅଟେ। ପୁଣି ସେହି 1/2 ଅଂଶ 2ଟିକୁ ସମାନ 6 ଭାଗ ଲେଖାଏଁ କରାଯାଇଛି। ଭାଗ କରାଯାଇଥିବା ସମସ୍ତ ଅଂଶକୁ ଯଦି ଆମେ ଗୋଟିଏ ସ୍ଥାନରେ ରଖିବା, ତାହେଲେ ତାହା ସମ୍ପୂର୍ଣ୍ଣ ପିଜ୍ଜାର ସମାନ 12 ଭାଗରୁ 1 ଭାଗ ହେବ, ଯାହାକି 1/12 ଅଟେ। ଭାଗକ୍ରିୟାକୁ ଦେଖିବା, ଯାହାକି 3/4 ହରଣ 2 ଅଟେ। ପ୍ରଥମେ ଚିହ୍ନିତ ହୋଇଥିବା ବୃତ୍ତର 3/4 ଅଂଶକୁ ସମାନ 2 ଭାଗ କରାଯାଇଛି, ଯାହାକି 6 ସମାନ ଭାଗରେ ଭାଗ ହୋଇଗଲା। ସେହି 6 ସମାନ ଭାଗକୁ ଆମେ ଯଦି ପୁଣି 2 ଭାଗ କରିବା, ତାହେଲେ ଗୋଟିଏ ପାର୍ଶ୍ୱରେ 3ଟି ଲେଖାଏଁ ଭାଗ ରହିବ, ଯାହାକି ପୁରା ବୃତ୍ତର ସମାନ 8 ଭାଗରୁ 3 ଭାଗ ହେବ। ଭାଗକ୍ରିୟାର ଭାଜକ ଏକ ଭଗ୍ନ ସଂଖ୍ୟା ହୋଇଥିବା ବେଳେ ଭାଗଫଳ ପାଇବା ପାଇଁ ଭାଜ୍ୟକୁ ଭାଜକର ଓଲଟା ସଂଖ୍ୟା ଦ୍ୱାରା ଗୁଣନ କରିଥାଉ। ଗୋଟିଏ ଲବକୁ ହର ଓ ହରକୁ ଲବ ରୂପେ ନେଇ ଯେଉଁ ଭଗ୍ନ ସଂଖ୍ୟା ଲେଖାଯାଏ, ତାକୁ ପ୍ରଥମ ଭଗ୍ନ ସଂଖ୍ୟାର ବ୍ୟୁତ୍କ୍ରମ ବା ପ୍ରତିଲୋମୀ କୁହାଯାଏ। ବର୍ତ୍ତମାନ ତୁମକୁ କିଛି ବ୍ୟୁତ୍କ୍ରମ ଦିଆଗଲା, ତାକୁ ଜାଣିବାକୁ ଚେଷ୍ଟା କର। ତୁମମାନଙ୍କ ପାଇଁ କେତେକ ଭାଗକ୍ରିୟା ଦିଆଯାଇଛି, ସେଗୁଡ଼ିକୁ ଦେଖ। ବର୍ତ୍ତମାନ ତୁମମାନଙ୍କ ପାଇଁ କିଛି ପ୍ରଶ୍ନ ଅଛି, ସେଗୁଡ଼ିକୁ ସମାଧାନ କର। ଯେପରି ଆମେ ପୂର୍ବରୁ ଜାଣିଛୁ ଯେ 2 ଯାହା 2/1 ମଧ୍ୟ ତାହା। ଏଥିସହିତ ସମ୍ବନ୍ଧିତ କିଛି ଭାଗକ୍ରିୟା ଗୁଡ଼ିକୁ ଆସ ଜାଣିବା। ଏଠାରେ ଦିଆଯାଇଥିବା ଭାଗକ୍ରିୟାଟି ହେଉଛି 2/3 ହରଣ 4 ସମାନ 2/3 ଗୁଣନ 4ର ବ୍ୟୁତ୍କ୍ରମ। 4ର ବ୍ୟୁତ୍କ୍ରମ ହେଉଛି 1/4। 2/3କୁ 1/4 ସହିତ ଗୁଣନ କଲେ
ଗୁଣଫଳ 2/12 ହେବ, ଯାହାକୁ ଆମେ ପରବର୍ତ୍ତୀ ସମୟରେ ଲଘିଷ୍ଠ ଆକାରରେ ପରିଣତ କରିବା। 2/12କୁ ଆମେ ଲଘିଷ୍ଠ ଆକାରରେ ପରିଣତ କଲେ ତାର ଲଘିଷ୍ଠ ରୂପଟି ହେବ 1/6। ଆମେ ପୂର୍ବରୁ ଜାଣିଛୁ ଯେ ଭାଜ୍ୟ ହରଣ ଭାଜକ ସମାନ ଭାଜ୍ୟ ଗୁଣନ ଭାଜକର ବ୍ୟୁତ୍କ୍ରମ। ଏହା କେବଳ ଭଗ୍ନ ସଂଖ୍ୟାର ଭାଗ କରିବା ପାଇଁ ଉଦ୍ଦିଷ୍ଟ ଅଟେ। ବର୍ତ୍ତମାନ ଏହି ଚିତ୍ରଟିକୁ ଦେଖ। ଏଥିରେ ଗୋଟିଏ ମାଙ୍କଡ଼ ଛୁଆ ଗୋଟିଏ ଭଗ୍ନ ସଂଖ୍ୟାର ଭାଗକ୍ରିୟା ସହ ଦେଖାଯାଉଛି, କିନ୍ତୁ ତଳଚିତ୍ରରେ ସେ ଓଲଟି ଯାଇଛି ଏବଂ ତା ସହିତ ଉପରେ ଥିବା ହରଣ ଚିହ୍ନ ବଦଳି ଯାଇ ଗୁଣନ ହୋଇଯାଇଛି ଓ ଭାଜକ ମଧ୍ୟ ବଦଳି ଯାଇଛି, ଯାହାକି ପୂର୍ବ ଭାଜକର ବ୍ୟୁତ୍କ୍ରମ ଅଟେ। ଠିକ୍ ସେହିପରି ଆଉ ଏକ ଭାଗକ୍ରିୟାକୁ ଦେଖିବା। ଏଠାରେ 3ଟି ପ୍ରକ୍ରିୟାରେ ଭାଗକ୍ରିୟା ସମ୍ପାଦନ ହୋଇଛି। ପ୍ରଥମ ପ୍ରକ୍ରିୟା ହେଉଛି ଭାଜ୍ୟରେ କୌଣସି ପରିବର୍ତ୍ତନ କରିବା ନାହିଁ। ଦ୍ୱିତୀୟରେ ହରଣ ଚିହ୍ନ ଜାଗାରେ ଆମେ ଗୁଣନ ଚିହ୍ନର ବ୍ୟବହାର କରିବା ଏବଂ ତୃତୀୟରେ ଭାଜକକୁ ଓଲଟାଇ ଲେଖିବା, ଯାହାକି ପୂର୍ବ ଭାଜକର ବ୍ୟୁତ୍କ୍ରମ ହେବ। ବର୍ତ୍ତମାନ କେତେକ ଭଗ୍ନ ସଂଖ୍ୟାର ଭାଗକ୍ରିୟା ଦିଆଯାଇଛି, ସେଗୁଡ଼ିକୁ ଜାଣିବାକୁ ଚେଷ୍ଟା କର। ଏଠାରେ ପ୍ରଶ୍ନଟି ହେଉଛି 1/3 ହରଣ 5/6। ଆମେ 1/3କୁ 5/6ର ବ୍ୟୁତ୍କ୍ରମ ସହିତ ଗୁଣନ କରିବା, ଯାହାକି 1/3 ଗୁଣନ 6/5 ହେବ। ଗୁଣଫଳଟି ହେଉଛି 6/15, ଯାହାକୁ ଆମେ ଲଘିଷ୍ଠ ଆକାରରେ ପରିଣତ କଲେ ତାହା 2/5 ହେବ। ଏଠାରେ ଗୋଟିଏ ଭଗ୍ନ ସଂଖ୍ୟାର ଭାଗକ୍ରିୟା ଦିଆଯାଇଛି, ଯାହାକି 2/3 ହରଣ 4/5 ଅଟେ। ବର୍ତ୍ତମାନ 2/3କୁ 4/5ର ବ୍ୟୁତ୍କ୍ରମ ସହିତ ଗୁଣନ କରିଦେବା। ଏବେ ଲବକୁ ଲବ ସହିତ ଗୁଣନ କରିବା ଏବଂ ହରକୁ ହର ସହିତ ଗୁଣନ କରିବା। ଲବକୁ ଲବ ସହିତ ଗୁଣନ କଲେ ଗୁଣଫଳ 10 ହେବ ଏବଂ ହରକୁ ହର ସହିତ ଗୁଣନ କଲେ ଗୁଣଫଳ 12 ହେବ, ଯାହାକୁ ଆମେ ଲଘିଷ୍ଠ ଆକାରରେ ପରିଣତ କଲେ ତାହା 5/6 ହେବ। ପିଲାମାନେ, ତୁମେ ଗୋଟେ ଚିତ୍ର ଦେଖିପାରୁଛ। ଚିତ୍ରରେ ଗୋଟିଏ ପ୍ରଶ୍ନ ଲେଖା ହୋଇଛି 4/8 ହରଣ 1/8। ପ୍ରଶ୍ନଟିକୁ ବୁଝିବାକୁ ଚେଷ୍ଟା କର। ପ୍ରଶ୍ନଟି ହେଲା, ଆମେ କେତୋଟି 1/8 ଅଂଶ ହେଲେ 4/8 ଅଂଶ ପାଇପାରିବା? ତାହା ହେଉଛି 4ଟି। ପିଲାମାନେ, ଆଜି ଆମେ ଯାହା ପଢ଼ିଲେ ସେ ସମ୍ପର୍କିତ କିଛି ପ୍ରଶ୍ନ ଉତ୍ତର ଆଜି ଆଲୋଚନା କରିବା। ଏଠାରେ ତୁମକୁ ଗୋଟିଏ ପ୍ରଶ୍ନ ଦିଆହେଇଛି। ପ୍ରଶ୍ନଟି ହେଉଛି 1/8 ହରଣ 6। ତୁମକୁ 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛିବାକୁ ହେବ। ଆଚ୍ଛା ପିଲାମାନେ, କହିଲ ଉତ୍ତରଟି କେତେ ହେବ? ଉତ୍ତରଟି 1/8 ଗୁଣନ 1/6 ହେବ। ପୁଣି ଏକ ପ୍ରଶ୍ନକୁ ଦେଖ। ପ୍ରଶ୍ନଟି ହେଉଛି 1/2 ହରଣ 3, ଅର୍ଥାତ୍ 1/2କୁ ଆମେ ପୁଣି 3 ଭାଗ କରିବା। 1/2କୁ 3 ଭାଗ କଲେ ଆମେ ଗୋଟିଏ ଗୋଟିଏ ଅଂଶ କେତେ ହେବ? ତାହା 1/6 ହେବ, ଅର୍ଥାତ୍ ତାହା 6 ସମାନ ଭାଗରୁ 1 ଭାଗ ହେବ। ପିଲାମାନେ, ଆଉ ଗୋଟିଏ ପ୍ରଶ୍ନକୁ ଦେଖ। ପ୍ରଶ୍ନଟି ହେଉଛି 2 ହରଣ 1/2, ଅର୍ଥାତ୍ ଆମେ 2କୁ 1/2 ଆକାରରେ ଭାଗ କଲେ କେତୋଟି 1/2 ପାଇବା? ଟିକେ ଚିନ୍ତା କଲ। ସାବାସ୍, ଆମେ 4ଟି 1/2 ପାଇବା। ପିଲାମାନେ, ଆଜି ଆମେ ଯାହା ପଢ଼ିଲେ ସେ ସମ୍ପର୍କିତ କିଛି ଗୃହ କାର୍ଯ୍ୟ ମୁଁ ତୁମମାନଙ୍କୁ ଦେଉଛି। ତୁମେମାନେ ତାକୁ ଘରେ ସମାଧାନ କରିବାକୁ ଚେଷ୍ଟା କରିବ।